ଆମେ ଆମ ଜୀବନରେ ଯେଉଁ ମୁହୂର୍ତ୍ତରେ କୌଣସି ଖୁସି ଖବର ଆସେ ତା ପୂର୍ବରୁ ହିଁ ତୁଳସୀ ଏହାର ସଂକେତ ଦେଇଥାଏ। ତେଣୁ ଏହା କିପରି ଆଜି ଆମେ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିବୁ। ତେବେ ବନ୍ଧୁମାନେ ଭିଡ଼ିଓଟିକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ। ତେବେ ବନ୍ଧୁମାନେ ମନେ ରଖନ୍ତୁ, ତୁଳସୀ ଗଛ ରଖିବାର ଏକ ଉଚିତ ଦିଗ ରହିଛି, ଯଥା ପୂର୍ବ କିମ୍ବା ଉତ୍ତର ଦିଗ। ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଗଛ ଘରେ ରଖିଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ତେଣୁ ଯଦି ଆପଣଙ୍କ ଘରେ ବାସ୍ତୁଦୋଷ ରହିଛି ତେବେ ଘରେ ତୁଳସୀ ବଗିଚା ଅର୍ଥାତ୍ ଏକାଧିକ ତୁଳସୀ ଗଛ ଲଗାଇ ଦିଅନ୍ତୁ। ଏହାଦ୍ୱାରା ଘରେ ହେଉଥିବା ଅଶାନ୍ତି ଦୂର ହୋଇଥାଏ। ତୁଳସୀ ଗଛକୁ ଆପଣ ଘର ଅଗଣାରେ କିମ୍ବା ଛାତ ଉପରେ ଲଗାଇବା ଉଚିତ। କିନ୍ତୁ ଭୁଲରେ ବି ତୁଳସୀ ଗଛକୁ ଦକ୍ଷିଣ ଦିଗରେ ଲଗାଇବେ ନାହିଁ, କାରଣ ସେହି କ୍ଷେତ୍ରରେ ତୁଳସୀ ଗଛ ଫାଇଦା ବଦଳରେ କ୍ଷତି କରିଥାଏ। ବଡ଼ ଗଛଗୁଡ଼ିକୁ ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ଲଗାଇବା ଭଲ ହୋଇଥାଏ। ମାତ୍ର ତୁଳସୀ ଭଳି ଗଛକୁ ପୂର୍ବ ଏବଂ ଉତ୍ତର ଦିଗରେ ଲଗାଇବା ଭଲ ହୋଇଥାଏ। ଅଲଗା ଦିଗରେ ଲଗାଇଲେ ଏହା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଏହା ବ୍ୟତୀତ ଲତା ଜାତୀୟ ଗଛକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇବା ଉଚିତ। ଧ୍ୟାନ ଦେବେ ଯେପରି ତାହା ଲତା ଭଳି କେବଳ ଦ୍ୱାରରେ ରହେ, କାହାରିକୁ ରାସ୍ତାରେ ବାଧା ସୃଷ୍ଟି ନ କରେ। ଯେଉଁ ବୃକ୍ଷ ଶୁଭ ହୋଇଥାଏ ତାହା ବାସ୍ତୁଦୋଷକୁ ମଧ୍ୟ ଦୂର କରିଥାଏ। ତୁଳସୀ ଗଛକୁ ଲୋକେ ପୂଜା କରନ୍ତି ଏବଂ ସାମ୍ନାରେ ଦୀପ ପ୍ରଜ୍ୱଳନ କରନ୍ତି। ଏହାଦ୍ୱାରା ଘରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୁଏ ନାହିଁ ଏବଂ ଘରେ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ଯଦି ଆପଣଙ୍କ ଘରେ ତୁଳସୀ ଗଛ ଶୁଖିଯାଉଛି ତେବେ ତାକୁ ତୁରନ୍ତ ଉପାଡ଼ି ଜଳରେ ପ୍ରବାହିତ କରିଦିଅନ୍ତୁ, ନଚେତ୍ ମାଟିରେ ପୋତି ଦିଅନ୍ତୁ। ମାତ୍ର ପୋତିବା ଆଗରୁ ସେଥିରୁ କିଛି ଅଂଶ କାଟି ରଖିଦିଅନ୍ତୁ। କାର୍ତ୍ତିକ ମାସ ପୂଜା ସମୟରେ ଦୀପ ଜାଳିବା ସମୟରେ ଦୀପରେ ସେହି ଛୋଟ ଅଂଶକୁ ପକାଇ ଦୀପ ପ୍ରଜ୍ୱଳନ କରନ୍ତୁ। ଏପରି କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ତୁଳସୀ ଗଛ ମୂଳରେ କିମ୍ବା ପାଖରେ ଦୁବ ଘାସ ହୁଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ମାତ୍ର ଏପରି ଛାତ ଉପରେ ହେଲେ ତୁରନ୍ତ ତୁଳସୀ ଗଛକୁ ତଳକୁ ନେଇ ଆସନ୍ତୁ, କାରଣ ଛାତରେ ଦୁବ ଘାସ ହେଲେ ରାହୁ ସକ୍ରିୟ ହୋଇଥାଏ। ତୁଳସୀ ଗଛ ଦ୍ୱାରା ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ। ହିନ୍ଦୁ ଧର୍ମରେ ତୁଳସୀକୁ ବିଭିନ୍ନ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ। ଘରେ ତୁଳସୀ ଗଛ ଥିଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ, କାରଣ ତୁଳସୀ ଗଛକୁ ଉଦ୍ଧାର କରୁଥିବା ଦେବୀ ମାନାଯାଇଛି। ସବୁ କ୍ଷେତ୍ରରେ ତୁଳସୀ ଲାଭ ଦେଇଥାଏ। ମାତ୍ର ତୁଳସୀ ଗଛ ପ୍ରତି କିଛି ଧ୍ୟାନ ଦେବା ଉଚିତ, ଯେପରିକି ତୁଳସୀ ଗଛରେ ଅଧିକ ପାଣି ଦେବା ଉଚିତ ନୁହେଁ। ଭୁଲରେ ବି ରବିବାର, ଏକାଦଶୀ, ସୂର୍ଯ୍ୟଗ୍ରହଣ ଏବଂ ଚନ୍ଦ୍ରଗ୍ରହଣରେ ତୁଳସୀ ଗଛକୁ ଛୁଅଁନ୍ତୁ ନାହିଁ। ଏହାଦ୍ୱାରା ପରିବାର ଉପରକୁ ସମସ୍ୟା ଆସିପାରେ। ସେହିଦିନ ତୁଳସୀ ଗଛର ପତ୍ରକୁ ଆଦୌ ଛିଣ୍ଡାନ୍ତୁ ନାହିଁ ଏବଂ ପ୍ରତିଦିନ ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଏକ ଦୀପ ଜଳାନ୍ତୁ।